SR ଓଡ଼ିଆ କ୍ଲାସ୍ ତରଫରୁ। ତେଣୁ ଆଶା କରୁଛି ସମସ୍ତେ ନିହାତି ଭଲରେ ରହିଥିବେ ଏବଂ ଭଗବାନଙ୍କୁ ମଧ୍ୟ କାମନା କରୁଛୁ ସମସ୍ତେ ଭଲରେ ରହିଥାନ୍ତୁ। ଦେଖ ପିଲାମାନେ, ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଆଜି ଆମେ ପଢ଼ିବୁ ସେଇ ତୁମର ଦ୍ୱାଦଶ ଶ୍ରେଣୀରେ ଥିବା କମ୍ପଲସରି ସବଜେକ୍ଟ MIL। ସମସ୍ତଙ୍କ ପାଇଁ କଳା ହେଉ, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, ସମସ୍ତଙ୍କ ପାଇଁ କ'ଣ ହେଉଛି ନା ସମସ୍ତଙ୍କ ପାଇଁ କମ୍ପଲସରି ସବଜେକ୍ଟ ରହିଛି MIL। ତେଣୁ ସମସ୍ତେ କ'ଣ କରିବ ନା ପଢ଼ିବ। ତେଣୁ ମୁଁ ଆଶା କରୁଛି ସମସ୍ତେ କ'ଣ କରିବେ, ମୋର ଯେଉଁ କବିତା ଥିଲା ସମ୍ପୂର୍ଣ୍ଣ ଭାବରେ ସେଗୁଡ଼ିକ ଆଲୋଚନା କରିଦେଇଛି। ଆଜି ଆପଣମାନଙ୍କୁ କ'ଣ କରିବି ନା ତା'ର ଯେଉଁ ରହିଛି ଗଦ୍ୟ ବିଭାଗରେ ଯେଉଁ ରହିଛି, ପ୍ରଥମେ ଯେଉଁ ରହିଥିଲା ଇତିହାସ, ତାହା ମୁଁ କ'ଣ କରିଛି ପୂର୍ଣ୍ଣ ଭାବରେ ଆଲୋଚନା କରିଦେଇଛି ଏବଂ ତା'ର ସଂକ୍ଷିପ୍ତ ପ୍ରଶ୍ନ ଗୁଡ଼ିକ ମଧ୍ୟ ଆଲୋଚନା କରିଦେଇଛି। ଆଜି ଆପଣମାନଙ୍କୁ ମୁଁ ପଢ଼େଇବି ବା ଆଲୋଚନା କରିଦେବି ସେ ଗଦ୍ୟ ବିଭାଗରେ ଥିବା ବିଷୟଟି ହେଉଛି କ'ଣ ନା ପୁଷ୍ପପୁରରେ ବର୍ଷା ବରଣ। ତେଣୁ ଦେଖ, ପୁଷ୍ପପୁରରେ ବର୍ଷା ବରଣ। ତେଣୁ ଆଜିର ବିଷୟ ଏବଂ ଲେଖକ ହେଉଛନ୍ତି କିଏ ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତେଣୁ ପିଲାମାନେ ଚାଲ, ଆଗରେ ମୁଁ କ'ଣ କରିବି ନା ଏଇ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ସଂଖ୍ୟା ପରେ ମୁଁ ଜୀବନୀ କହିଦେବି, ତାପରେ ତା'ର ସୃଷ୍ଟି ସମ୍ଭାର କହିବି ଏବଂ ତାପରେ ମୁଁ କ'ଣ କରିବି ନା ଏଇ ପୁଷ୍ପପୁରରେ ବର୍ଷା ବରଣର ସମ୍ୟକ ଭାବରେ ତା'ର କଥାବସ୍ତୁ ମୁଁ ତୁମକୁ ଆଲୋଚନା କରିଦେବି। ତାପରେ ଆମେ କ'ଣ କରିବା ନା ପୂର୍ଣ୍ଣ ଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ ଏ ବିଷୟ ଯେଉଁ ପୁଷ୍ପପୁରର ବର୍ଷା ବରଣ ବିଷୟଟିକୁ ମୁଁ ତୁମମାନଙ୍କ ଉପରେ ଉପସ୍ଥାପନା କରିଦେବି ବା ବର୍ଣ୍ଣନା କରିଦେବି। ଏବଂ ଯେଉଁଠି ନ ବୁଝିଲା ଭଳି ଶବ୍ଦ ଥିବ ବା ଯେଉଁ ପେସେଜ ଥିବ ବା ପାରାଗ୍ରାଫ ଥିବ, ମୁଁ ପୂର୍ଣ୍ଣ ଭାବରେ ତୁମମାନଙ୍କୁ କ'ଣ କରିବି ନା ବର୍ଣ୍ଣନା କରିଦେବି ବା ଆଲୋଚନା କରିଦେବି। ଏବଂ ଯେଉଁଠି ତା'ର କଷ୍ଟ ଶବ୍ଦ ଗୁଡ଼ିକ ରହିବ, ତୁମମାନଙ୍କୁ ଅନୁରୋଧ ତୁମେମାନେ କ'ଣ କରିବ ନା ଟିକେ ଟିକେ ଲେଖିଦେବ। ତେବେ ଚାଲ ଏଥର ଆମେ କ'ଣ କରିବା ନା ଏହି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ ମୁଁ କ'ଣ କରିବି ନା ତାଙ୍କ ଜୀବନୀ ଟିକେ ଆଲୋଚନା କରିଦେବି, ସୃଷ୍ଟି ସମୟରେ ଆଲୋଚନା କରିଦେବି। ତାପରେ ଆମେ ପଢ଼ିଦେବା ବା ଅଧ୍ୟୟନ କରିବା ପୁଷ୍ପପୁରରେ ବର୍ଷା ବରଣର କଥାବସ୍ତୁ। ତେଣୁ ପିଲାମାନେ ଚାଲ ଆଗକୁ। ତେଣୁ ଦେଖ ପିଲାମାନେ, ଆଜିର ବିଷୟଟିକୁ ଲେଖ। ଆଜିର ବିଷୟ ହେଉଛି ପୁଷ୍ପପୁରରେ ବର୍ଷା ବରଣ ଏବଂ ଲେଖକ ହେଉଛନ୍ତି କିଏ ନା ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ହଁ କି ନାହିଁ? ତେଣୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତେଣୁ ଦେଖ, ବର୍ତ୍ତମାନ ମୁଁ କ'ଣ କରୁଛି ନା ଲେଖକଙ୍କର ପରିଚୟ ଟିକେ କରିଦେଉଛି ଆପଣମାନଙ୍କୁ। ନା ଏଇ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଓଡ଼ିଆ ସାହିତ୍ୟ ଜଗତର ଜଣେ ସୁଦ୍ରଷ୍ଟା। ସେ ବିଭିନ୍ନ ଐତିହାସିକ, ସାହିତ୍ୟିକ, ପ୍ରାବନ୍ଧିକ ଭାବରେ କ'ଣ କରିଥିଲା ନା ତା'ର ସ୍ୱତନ୍ତ୍ର ପରିଚୟ ରହିଥିଲା। ହଁ କି ନାହିଁ? ଏବଂ ଇତିହାସ ଓ ପ୍ରତ୍ନତତ୍ତ୍ୱ ଭିତ୍ତି ପ୍ରବନ୍ଧ ରଚନା କରିବାରେ ତାଙ୍କର ମୌଳିକତା ସୁସ୍ପଷ୍ଟ। ଅର୍ଥାତ୍ ସେ କ'ଣ କରିଥିଲେ, ଏହା ବ୍ୟତୀତ ସେ ବିଭିନ୍ନ ଇତିହାସ ଲେଖିଥିଲେ ଏବଂ ପ୍ରତ୍ନତତ୍ତ୍ୱବିତ୍ ବା ପ୍ରତ୍ନତତ୍ତ୍ୱକୁ ଭିତ୍ତି କରି ସେ କ'ଣ କରିଥିଲେ ନା ପ୍ରବନ୍ଧ ରଚନା କରିଥିଲେ। ତେଣୁ ତୁମେ ଜାଣିଥାଅ, ସେ ଜଣେ ଏକାଧାରରେ କ'ଣ ଥିଲେ ନା ପ୍ରାବନ୍ଧିକ ଥିଲେ, ଐତିହାସିକକାର ଥିଲେ ଏବଂ ପ୍ରବନ୍ଧକାର ଥିଲେ। ଏବଂ ସେ କେବେ ଜନ୍ମଗ୍ରହଣ କରିଥିଲେ ଦେଖ, 1909 ମସିହାରେ ସେ କ'ଣ କରିଥିଲେ ଜନ୍ମଗ୍ରହଣ କରିଥିଲେ। ଜିଲ୍ଲା କେଉଁଠି ନା ଆମର ମୟୂରଭଞ୍ଜରେ ସେ କ'ଣ କରିଥିଲେ, ମୟୂରଭଞ୍ଜ ଜିଲ୍ଲା ଖିଚିଙ୍ଗଠାରେ ସେ କ'ଣ କରିଥିଲେ ନା ଜନ୍ମଗ୍ରହଣ କରିଥିଲେ। ତେଣୁ ପିଲାମାନେ ଏତିକି ତା'ର ପରିଚୟ। ଏବେ ତା'ର ଚାଲ, ତେଣୁ ମୁଁ ଆଶା କରୁଛି ନିହାତି ତୁମେ କ'ଣ କରିଥିବ ନା କବିଙ୍କର ଟିକେ ପରିଚୟ ପାଇଯାଇଥିବ ବୋଲି ମୁଁ ଆଶା କରୁଛି। ତେଣୁ ତୁମେ ଜାଣିଲ ନା କେଉଁଠି ମୟୂରଭଞ୍ଜ ଜିଲ୍ଲା ଏବଂ ଖିଚିଙ୍ଗ ଗ୍ରାମରେ ସେ କ'ଣ କରିଥିଲେ ନା ଜନ୍ମଗ୍ରହଣ କରିଥିଲେ 1909 ମସିହା। ଏବଂ ସେ ଏକାଧାରରେ କ'ଣ ଥିଲେ ନା ଐତିହାସିକ, ସାହିତ୍ୟିକ, ପ୍ରାବନ୍ଧିକାର ଏବଂ ଭ୍ରମଣ ସାହିତ୍ୟର ସେ ଅଧିକାର ଥିଲେ। ହଁ କି ନାହିଁ? ତେଣୁ ଦେଖ, ଇଏ ଗଲା ତା'ର ପରିଚୟ। ବର୍ତ୍ତମାନ ତା'ର ଆମେ କ'ଣ କରିବା ନା ତା'ର ସୃଷ୍ଟି ସମ୍ଭାର ଗୁଡ଼ିକ ଲେଖ ପିଲାମାନେ। ଲେଖ, ପ୍ରଥମେ ସୃଷ୍ଟି ସମ୍ଭାର ଗୋଟେ ଦୁଇଟା ଲେଖିଦିଅ, ଦରକାର ଆସିବ। ତେଣୁ ଦେଖ, ସୃଷ୍ଟି ସମ୍ଭାର ବା ରଚନା ଲେଖିଲି ବାବୁ। ଲେଖ ସୃଷ୍ଟି ସମ୍ଭାର ବା ତା'ର ରଚନା ଗୁଡ଼ିକ ଲେଖିଲେ ବି ହେବ। ଦେଖ ନା ପ୍ରଥମେ ଲେଖ, ତଳକୁ ତଳ କରିକି ଲେଖ, ଭାରତୀୟ ପ୍ରତ୍ନତତ୍ତ୍ୱ ଏଇଠି ଲେଖ। ପ୍ରବନ୍ଧ ମାନସ, ଆଜିକାର ଯେଉଁ ବିଷୟ ଯେଉଁ ପଢ଼ିବ ପୁଷ୍ପପୁରରେ ବର୍ଷା ବରଣ ଯେଉଁ ବିଷୟଟି ମୁଁ ଯେତେବେଳେ ଆଲୋଚନା କରିବି, ସେଇଟା କେଉଁଠୁ ଆସିଛି ନା ଏଇ ପ୍ରବନ୍ଧ ମାନସରୁ ଆସିଛି। ବୁଝୁଛି ନାଇଁ? ତେଣୁ ଏଇଟା ବି ଲେଖ ପ୍ରବନ୍ଧ ମାନସ। ଆଉ ଗୋଟେ ଲେଖ ଇତିହାସ କିମ୍ବଦନ୍ତୀ। ଏଇଟା ଲେଖ ଇତିହାସ ଓ କିମ୍ବଦନ୍ତୀ। ଏବଂ ତା'ର ଆତ୍ମଜୀବନୀ
ମୋ ସମୟର ଓଡ଼ିଶା ଏଇଟା ଟିକେ ଲେଖିଦେବା ତାର ଆତ୍ମଜୀବନୀ ମୋ ସମୟର ଓଡ଼ିଶା। ତେଣୁ ଏତିକି ସଂଖ୍ୟା ପରେ ମୁଁ କ'ଣ କରିଲି ନା ତାର ସୃଷ୍ଟି ସମ୍ଭାର କହିଦେଲି। ଗୋଟିଏ ହେଲା ଦେଖ ଖାତାରେ ନା ଭାରତୀୟ ପ୍ରତ୍ନତତ୍ତ୍ୱ, ତାପରେ ଲେଖିଛ ପ୍ରବନ୍ଧ ମାନସ, ତାପରେ ଇତିହାସ ଓ କିମ୍ବଦନ୍ତୀ ଏବଂ ତାର ଆତ୍ମଜୀବନୀ ହେଉଛି ମୋ ସମୟର ଓଡ଼ିଶା। ତେଣୁ ଆଜିର ଯେଉଁ ବିଷୟ ରହିଛି ପୁଷ୍ପପୁରରେ ବର୍ଷା ବରଣ, ଏଇଟା କେଉଁ ବିଷୟରୁ ଆସିଅଛି ନା ଏଇ ପ୍ରବନ୍ଧ ମାନସ ବିଷୟରୁ ଆସିଅଛି। ତେଣୁ ଦେଖ ପିଲାମାନେ ମୁଁ କ'ଣ କରୁଛି ବର୍ତ୍ତମାନ ଆମର ଯେଉଁ ବିଷୟ ରହିଛି ସେ ବିଷୟଟିକୁ ମୁଁ କ'ଣ କରୁଛି ନା ସମ୍ୟକ ଭାବରେ ତୁମମାନଙ୍କୁ ଜଣାଇ ଦେଉଛି ବା ତା ସମ୍ପର୍କରେ ବା କିଛି ତୁମମାନଙ୍କୁ ଜ୍ଞାନ ଦେଉଛି, ଯାହାଫଳରେ ତୁମେ କ'ଣ ହେବ ନା ସେତିକି ଜ୍ଞାନ ପାଇସାରିଲା ପରେ ତୁମକୁ ପସନ୍ଦ ଲାଗିବ। ଯେତେବେଳେ ମୁଁ କ'ଣ କରିବି ନା ବିଷୟଟିକୁ ଆଲୋଚନା କରିବି, ବର୍ଣ୍ଣନା କରିବି, ସେତେବେଳେ ତୁମକୁ କ'ଣ ନା ଭାରି ଇଣ୍ଟରେଷ୍ଟ ଲାଗିବ, ଆଉ ଟିକେ ପଢ଼ିବାକୁ ଇଚ୍ଛା ହେବ। ତେଣୁ ପିଲାମାନେ ସବୁବେଳେ ମୁଁ କହୁଛି ଭିଡ଼ିଓକୁ ବିନା ସ୍କିପ୍ କରିକି ତୁମେ କ'ଣ କର ନା ଦେଖ, ଥରେ ଦେଖ ଦୁଇଥର ଦେଖ, ନିହାତି ତୁମେ ମୁଁ ଆଶା କରୁଛି ତୁମେ ବୁଝିପାରିବ। ତେଣୁ ସବୁବେଳେ କ'ଣ କର ନା ଚେଷ୍ଟା କର କିଛି ଦେଖିବାକୁ, ପଢ଼ିବାକୁ, ବୁଝିବାକୁ। ଓକେ, ତେଣୁ ଦେଖ ମୁଁ ବର୍ତ୍ତମାନ କ'ଣ କରୁଛି ନା ଲେଖକ ଯେଉଁ ଚାହିଁଛନ୍ତି ପୁଷ୍ପପୁରରେ ବର୍ଷା ବରଣ, କାହିଁକି ସେ ଲେଖିବାକୁ ମନ କଲେ ନା ସେ ଯେତେବେଳେ ଆମେ ଜାଣିଲୁ ପ୍ରଥମେ ଏଇଟା କେଉଁ ବିଷୟରେ ଆସିଛି, ପ୍ରଥମେ ଲେଖ କ'ଣ ହେଉଛି ନା ଏ ପ୍ରବନ୍ଧ ମାନସରୁ, ଏଇଟା ମନେ ରଖ ପିଲାମାନେ, ଆଜିର ଯେଉଁ ବିଷୟ କ'ଣ ହେଇଛି ନା ପ୍ରବନ୍ଧ ମାନସରୁ ଆସିଅଛି କ'ଣ ନା ପୁଷ୍ପପୁରରେ ବର୍ଷା ବରଣ। ତେଣୁ ପରୀକ୍ଷାରେ ସେ ପକାଇବ ଯେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର କେଉଁ ବିଷୟରୁ ପୁଷ୍ପପୁରରେ ବର୍ଷା ବରଣ ବିଷୟଟିକୁ ଆଣିଛନ୍ତି ବା ପ୍ରବନ୍ଧଟିକୁ ବା ଗଦ୍ୟଟିକୁ ଆଣିଛନ୍ତି। ତେଣୁ ତୁମକୁ ଲେଖିବାକୁ ପଡ଼ିବ, ମନେ ରଖିବ ହେବ ନା ପ୍ରବନ୍ଧ ମାନସ ପୁସ୍ତକରୁ, ହଁ କି ନାହିଁ। ତେଣୁ ଦେଖ କହିଦେଉଛି ସଂଖ୍ୟା ପରେ ଗପ ଆକାରରେ କହୁଛି ନା କାଳିଦାସ ଯେଉଁ ସଂସ୍କୃତ କାବ୍ୟଟିକୁ ଲେଖିଥିଲେ, ଯେଉଁ କାବ୍ୟଟି ହେଉଛି ମେଘଦୂତ, ଏ ମେଘଦୂତ କାବ୍ୟଟିକୁ କ'ଣ କରିଛନ୍ତି, ଏ ମେଘଦୂତ କାବ୍ୟଟିକୁ ପଢ଼ିଛନ୍ତି କିଏ ନା ଆମର ଆଜିକାର ଲେଖକ ଯିଏ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ସେ ଯେତେବେଳେ ପୁଷ୍ପପୁରରେ ରହିଥିଲେ, ଅର୍ଥାৎ ପୁଷ୍ପପୁର ଅର୍ଥାৎ ହେଉଛି ପିଲାମାନେ ମନେ ରଖ ନା ବିହାର, ଯେଉଁ ପ୍ରାଚୀନତମର ନାମ ଥିଲା ବିହାର ବା ପାଟନା, ହଁ କି ନାହିଁ। ବିହାର ବା ପାଟନାକୁ ଆମେ କ'ଣ କହିଥାଉ ନା ପୁଷ୍ପପୁର। ତେଣୁ ସେଇଠି ସେ କ'ଣ କରୁଥିଲେ ନା ଲେଖକ ତାଙ୍କର ଅଧ୍ୟୟନ କରୁଥିବା ସମୟରେ କ'ଣ ହେଇଛି ନା ସେ ବିହାରରେ ରହୁଥିଲେ ବା ପାଟନାରେ ରହୁଥିଲେ, ଏବଂ ସେ ପାଟନାରେ କ'ଣ ହେଇଛି ନା ଥରେ ସେଠି କ'ଣ ହେଇଛି ନା ବର୍ଷାର ଆଗମନ ହୋଇଛି, ଏବଂ ଯେଉଁ ଏଇ ବର୍ଷା, ଏଇ ମେଘ, ଏଇ ବାରିବାହ କ'ଣ ହେଇଛି ନା ସେ ପାଟନାରେ କ'ଣ ହେଇଛି ସୁନ୍ଦର ଭାବରେ ଦେଖାଯାଉଛି, ଏବଂ ଧରାପୃଷ୍ଠକୁ ସେ ଶସ୍ୟ ଶ୍ୟାମଳ କରିଦେଇ ପକାଇଛି ତା ସ୍ପର୍ଶରେ। ତେଣୁ ସେଇଟାକୁ ସେ କ'ଣ କରିଛନ୍ତି ଲେଖକ ତାକୁ ସୁନ୍ଦର ଭାବରେ ସେ କ'ଣ କରିଲେ ନା ଆମର ଏଇ ବର୍ଷାକୁ ମଧ୍ୟ ସେ କ'ଣ କରିଛନ୍ତି ନା ଏଇ ଓଡ଼ିଶାକୁ ବା ଆମ ରାଜ୍ୟକୁ ବା ତାଙ୍କର ନିଜ ଗାଁକୁ ସେ କ'ଣ କରିଛନ୍ତି ନା ପଠାଇଛନ୍ତି। ତେଣୁ ଏତିକି ହେଉଛି ତା'ର ବିଷୟବସ୍ତୁ। ଯେତେବେଳେ ସେ ବର୍ଷା ଆସିଛି ବା ବାରିବାହ ଆସିଛି, ସେତେବେଳେ ଏଇ ଓଡ଼ିଶାର ଲୋକ ବା ଏଇ ଆମର ଜନ୍ମଭୂମିର ଲୋକ, ଏଇ ଦେଶର ଲୋକ, ସେମାନେ କ'ଣ କରିଛନ୍ତି ତାକୁ ସ୍ୱାଗତ କରିଛନ୍ତି ଏବଂ ସମ୍ବର୍ଦ୍ଧନା କରିଛନ୍ତି। ସେ ଚତୁର୍ଦିଗ ପଟୁ ଆସିଛି, ପୂର୍ବ ଦିଗ ପଟୁ ଆସିଛି, ଦକ୍ଷିଣ ଦିଗ ପଟୁ ଆସିଛି, ଉତ୍ତର ଦିଗ ପଟୁ ଆସିଛି। ତେଣୁ ସୁନ୍ଦର ଭାବରେ କ'ଣ କରିଛନ୍ତି ଲେଖକ ତାକୁ ବର୍ଣ୍ଣନା କରିଛନ୍ତି ଏବଂ ସମସ୍ତେ ତାକୁ ସ୍ୱାଗତ କରିଛନ୍ତି। ଏବଂ ଯେଉଁ ସଂସ୍କୃତ କାବ୍ୟରେ କାଳିଦାସ କ'ଣ କରିଛି ନା ଏଇ ମେଘଦୂତମ କାବ୍ୟକୁ ଯେତେବେଳେ ସେ ଲେଖିଛନ୍ତି, ସେ ମେଘକୁ କ'ଣ କରିଛି ଦୂତ ଆକାରରେ ତାକୁ ନେଇଛି ଏବଂ ତା'ର ପ୍ରଣୟନୀ ବା ତା'ର ପ୍ରେମିକ ବା ତାକୁ ଯେଉଁ ବା ସେ ଯାହାକୁ ଭଲ ପାଉଥିଲେ ତା ନିକଟକୁ ସେ ପଠାଇଛି ଏଇ ମେଘକୁ ସେ କ'ଣ କରିଛି ଦୂତ ଆକାରରେ କ'ଣ କରିଛି ନା ତା ପ୍ରେମିକ ପାଖକୁ ବା ତା ପ୍ରଣୟନୀ ପାଖକୁ ସେ ପଠାଇଛି। ତେଣୁ ସେଇଟାକୁ ସେ କ'ଣ କରିଛନ୍ତି ଆମର ଲେଖକ କ'ଣ କଲେ, ସେ ଯେମିତି ପଠାଇଛନ୍ତି ସୁନ୍ଦର ଭାବରେ ତା ବର୍ଣ୍ଣନା ହେଇଛି। ତେଣୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କ'ଣ କଲେ ନା ଏଇ ମେଘକୁ ମଧ୍ୟ ଆଜି ସେ କ'ଣ କରିଛି ଆମର ପ୍ରଣୟନୀ ଭାବିଛି କାହାକୁ ନା ଏଇ ଦେଶକୁ, ଏଇ ମାତୃଭୂମିକୁ, ଏଇ ଓଡ଼ିଶାକୁ, ଏଇ ସାରା ଯେଉଁ ବିଶାଳକାର ଓଡ଼ିଶାକୁ ସେ କ'ଣ କରିଛି ନା ତା'ର ପ୍ରେମିକ ହିସାବରେ ଦେଖିଛି ବା ପ୍ରଣୟନୀ ହିସାବରେ ଦେଖିଛି, ଏବଂ ମେଘକୁ ସେ କ'ଣ କରିଛି ଦୂତ ଆକାରରେ ପଠାଇଛି। ତେଣୁ ଆଶା କରୁଛି ନିହାତି ତୁମେ କ'ଣ କରିଥିବ ନା ସମ୍ୟକ ଭାବରେ ଜ୍ଞାନ ପାଇ ଯାଇଥିବ। ତେଣୁ ଦେଖ ବର୍ତ୍ତମାନ ଆମେ ଜାଣିପାରିଲୁ ଯେ ବର୍ତ୍ତମାନ କ'ଣ ହେଇଛି ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବେ ରହିଛନ୍ତି କେଉଁଠି ନା ବିହାରର ପାଟନାରେ, ହଁ କି ନାହିଁ। ତେଣୁ ସେ ବିହାରର ପାଟନାରେ କ'ଣ ହେଇଛି ନା ଗୋଟିଏ ସୁନ୍ଦର ଭାବରେ କ'ଣ ହେଇଛି ମେଘର ଆଗମନ ହେଇଛି ବା ମେଘ ଦେଖାଯାଉଅଛି। ତେଣୁ ଚାଲ ପିଲାମାନେ ଏବେ ଆମେ କ'ଣ କରିବା ନା ପୂର୍ଣ୍ଣ ଭାବରେ ମୁଁ କ'ଣ କରିବି ନା ବିଷୟଟିକୁ ତୁମକୁ ଆଲୋଚନା କରିଦେବି ଅତି ସରଳ, ଅତି ସହଜରେ। ଯଦି ଭିଡ଼ିଓଟିକୁ ଭଲ ଲାଗୁଛି ନିହାତି ସବସ୍କ୍ରାଇବ୍ କର ଏବଂ ଚ୍ୟାନେଲଟିକୁ ଅଧିକ ମାତ୍ରାରେ ସେୟାର କର, ଏବଂ ଆପଣଙ୍କର ମତାମତ ନିହାତି ମୋର ଆବଶ୍ୟକ। ତେଣୁ କେଉଁଠି ଭୁଲ ରହୁଛି ଆପଣମାନେ ନିହାତି କୁହନ୍ତୁ, ଏବଂ କିଭଳି ଶୈଳୀରେ
ପଢ଼େଇଲେ ଆଉ ଟିକେ ଭଲ ଲାଗିବ, ତେଣୁ ତାହା ମୁଁ ଜାଣିବାକୁ ଚାହୁଁ। ତେଣୁ ଆପଣଙ୍କ ମତାମତ ନିହାତି ଦରକାର। ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଚାଲ ପିଲାମାନେ, ବର୍ତ୍ତମାନ ଆମେ କ'ଣ କରିବା ନା ପୂର୍ଣ୍ଣ ଭାବରେ ବିଷୟଟିକୁ ମୁଁ ତୁମମାନଙ୍କ ପାଖରେ ଉପସ୍ଥାପନା କରି ଦେବି। ତେଣୁ ଲେଖ ପିଲାମାନେ, ନା ଆଜିକାର ବିଷୟ ଲେଖ ନା ପୁଷ୍ପପୁରରେ ବର୍ଷା ବରଣ। ହଁ କି ନାହିଁ? ପୁଷ୍ପପୁରରେ ବର୍ଷା ବରଣ। ତେଣୁ ଏଇଟା କେଉଁଠୁ ଆସିଲା ଜାଣିଛ? ନା ପ୍ରବନ୍ଧ ମାନସ। ହଁ କି ନାହିଁ? ଏବଂ ଲେଖକ କିଏ ହେଲେ ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବା ମୟୂରଭଞ୍ଜର ଲେଖକ ଏବଂ ଖିଚିଙ୍ଗ୍ରାମ, ଏବଂ ଏହାକୁ କ'ଣ କୁହାଯାଏ? ପ୍ରଫେସର କ'ଣ କହିଲେ? କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ହଁ କି ନାହିଁ? ତେଣୁ ଦେଖ ସେ କିଭଳି ସେଠି ରହିଛନ୍ତି କେଉଁଠି? ବିହାରରେ ଆମେ ଜାଣିଲୁ। ତେଣୁ ସେ ବିହାରରେ କ'ଣ କରୁଥିଲେ ନା ଅଧ୍ୟୟନ କରୁଥିବା ସମୟରେ ସେଠି ସେ ଦେଖିଛନ୍ତି ଏହି ମେଘକୁ। ତେଣୁ ମେଘକୁ ସେ କିଭଳି ଦେଖ ସ୍ୱାଗତ କରୁଛନ୍ତି ନା ଦେଖ ସ୍ୱାଗତ ବାରିବାହ। ତେଣୁ ସେ ପ୍ରଥମେ କ'ଣ କଲେ ନା ତାକୁ ସମ୍ବର୍ଦ୍ଧନା ଜଣାଇଲେ ବା ପ୍ରଣାମ କଲେ। ସ୍ୱାଗତ ବାରିବାହ। ତେଣୁ ପିଲାମାନେ ମନେ ରଖିବ ଶବ୍ଦ ଗୁଡ଼ିକ। ଏ ଶବ୍ଦ ଗୁଡ଼ିକ ମାନେ ମଧ୍ୟ ସେ ପରୀକ୍ଷାରେ ପକାଇବ। ହଁ କି ନାହିଁ? ବାରିବାର ଅର୍ଥ କ'ଣ? ବର୍ଷା। ତେଣୁ ପ୍ରଥମେ ଲେଖକ ଦେଖ କ'ଣ କରିଛନ୍ତି? ସ୍ୱାଗତ କରିଛନ୍ତି କାହାକୁ? ଏ ବାରିବାହକୁ। ତାପରେ ପୁଣି କ'ଣ କଲେ ନା ସ୍ୱାଗତ କଲେ, ପୁଣି ଆଉ ଥରେ ସ୍ୱାଗତ କଲେ। ତୋର ସ୍ନିଗ୍ଧ କଜଳ କାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ତୋର ସ୍ନିଗ୍ଧ ଅର୍ଥାତ୍ କାହାର? ଏ ବାରିବାହର, ଏ ମେଘର। ତୋର ସ୍ନିଗ୍ଧ ଆଜି କୋମଳ କଜଳ କାନ୍ତି ଆଜି କଳା ରୂପରେ ବା କଳା ଶରୀରରେ ତୁ କ'ଣ କରିଛୁ? ଆଜି ପୁଷ୍ପପୁରରେ ବା ଏଇ ପାଟନାରେ ଆଜି ନେତ୍ରୋତ୍ସବ ସୃଷ୍ଟି କରିଛି। ସୁନ୍ଦର ଦେଖାଯାଉ ଅଛୁ ମୋ ଆଖିରେ। ତେଣୁ ମନେ ରଖ, ଯେତେବେଳେ କ'ଣ ହେଇଥାଏ ରେ ପ୍ରାଚୀନରେ ନା କ'ଣ ହେଇଛି? ଏଇଟା ଦେଖ ମନେ ରଖିଲ ନା କ'ଣ ହେଇଛି? ଆଜି ପୁଷ୍ପପୁରରେ ବା ଏଇ ପାଟନାରେ ଆଜି କ'ଣ ହେଇଛି ନା ତୁ ସୁନ୍ଦର ଭାବରେ କ'ଣ ହେଉଛି ଦେଖାଯାଉ ଅଛୁ। ତୋର କଜଳ କାନ୍ତି, ତୋର କଳା ରଙ୍ଗର ଯେଉଁ ଶରୀରଟା ଆଜି ସୁନ୍ଦର ଭାବରେ ଆମ ଆଖି ଆଗରେ କ'ଣ ହେଉଛି ନାଚି ଯାଉଛି ବା ସୁନ୍ଦର ଦେଖାଯାଉ ଅଛୁ। ଏଠି ଦେଖ ଗୋଟେ ପୁରାଣ କଥା, ନେତ୍ରୋତ୍ସବ କ'ଣ ହେଇଥାଏ ରେ ନା ଜଗନ୍ନାଥଙ୍କର ନେତ୍ରୋତ୍ସବ କ'ଣ ହେଇଥାଏ ନା ପାଳନ କରାଯାଇଥାଏ। ସେ ଯେତେବେଳେ ଅଣସରିଆରେ ବା ରୁହନ୍ତି ଏବଂ ଶ୍ରୀକ୍ଷେତ୍ରରୁ ସେତେବେଳେ ଯେତେବେଳେ ବାହାରକୁ ଆସନ୍ତି ତାଙ୍କର କ'ଣ କରିଥାନ୍ତି? କଜଳ ଲଗେଇଥାନ୍ତି। ନେତ୍ରୋତ୍ସବ ସୃଷ୍ଟି ହୋଇଥାଏ। ସୁନ୍ଦର ଭାବରେ କ'ଣ ହେଇଥାଏ ନା ଦେଖାଯାଉଥାଏ। ଠିକ୍ ସେହିପରି ଆଜି ପୁଷ୍ପପୁରରେ ଆଜିର କ'ଣ ହେଇଛି? ବାରିବାହ ସୁନ୍ଦର ଦେଖାଯାଉଅଛି। ଏଇ ଯେଉଁ ବାରିବାହ ଆଜି କ'ଣ ହେଉଛି ରେ ସୁନ୍ଦର ଦେଖାଯାଉଛି। ଆଜି ନେତ୍ରୋତ୍ସବ ସୃଷ୍ଟି କରିଛି। ଏବଂ ଦେଖ ନା ପ୍ରାସାଦ ଅର୍ଥାତ୍ ଲେଖକ କେଉଁଠି ରହିଛି? ପ୍ରାସାଦରେ ରହିଛି। ଏବଂ ବାତାୟନ ଅର୍ଥାତ୍ ଯେ ଝରକା, ବାତାୟନ ମାନେ କିଛି ଝରକା ପଥରେ ତୋର ଅର୍ଥାତ୍ ହେଉଛି ବାରିବାହ, ତୋର ଆଗମନରେ ସତ ଶୁଭ ଶଙ୍ଖ ବାଜି ଉଠୁଛି। ଅର୍ଥାତ୍ ତୁ ଯେତେବେଳେ ଏଇ ପୁଷ୍ପପୁରରେ ଏ ବିହାରରେ ଯେତେବେଳେ ତୁ କ'ଣ କରୁଛୁ? ତୋର ଶବ୍ଦ ଶୁଣାଉଛୁ, ସେତେବେଳେ ଏଇ କୋଠରୀର ଏବଂ ଝରକା ପଥରେ ତୋର କ'ଣ ହେଉଛି? ସତ ସତ ଶୁଭ ଶଙ୍ଖ ଆଜି କ'ଣ ହେଉଛି ରେ ବାଜି ଉଠୁଛି। ସୁନ୍ଦର ଭାବରେ କ'ଣ ହେଉଛି? ତୁ ଶବ୍ଦ କରୁଅଛୁ। ଦୂରବନ୍ଧୁ ପୁଣି ସେ ସ୍ୱାଗତ କରୁଛି। ବାରିବାହକୁ କହୁଛି ହେ ଦୂରବନ୍ଧୁ, ବହୁଦିନ ପରେ ତୋର ଶୁଭାଗମନ ଆଜି ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ଆଜି ଏ ବିହାରରେ, ଆଜି ଏଇ ପାଟନାରେ, ଆଜି ଏଇ ପୁଷ୍ପପୁରରେ ତୋର ଆଜି କ'ଣ ଶୁଭ ଗମନ ହୋଇଛି। ଏବଂ ଏଠିକାର ଲୋକମାନଙ୍କୁ ଆଜି ତୁ କ'ଣ କରିବୁ ରେ? ମଙ୍ଗଳମୟ କରିବୁ ଏବଂ ମଧୁମୟ ହୋଇ ଉଠିଛୁ। ଆଜି ସୁନ୍ଦର ଭାବରେ ତୁ ଆଜି କ'ଣ କରିଛୁ ନା ଦେଖାଯାଉ ଅଛୁ। ଏବଂ ସମସ୍ତଙ୍କୁ ତୁ ଆଜି କ'ଣ କରିବୁ ନା ଆକୃଷ୍ଟ କରିନେବୁ ବା ସମସ୍ତଙ୍କୁ ଆଜି ତୁ କ'ଣ କରିଦେବୁ ରେ? ମଧୁମୟ କରିଦେବୁ। ତୋର ସ୍ପର୍ଶରେ ଅର୍ଥାତ୍ ତୋତେ ଯେତେବେଳେ ଛୁଇଁ ଦେବେ ବା ତୋର ସେଇ ସ୍ପର୍ଶରେ ଆଜି ପୁଷ୍ପପୁର, ଏଇ ଯେଉଁ ପାଟନା, ଏଇ ପୁଷ୍ପପୁର ଅଚିରେ ବା ଶୀଘ୍ରରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ତେଣୁ ଏଇ ଯେଉଁ ପୁଷ୍ପପୁରରେ ଆଜି କ'ଣ ହେଉଥିଲା? ନିର୍ଜୀବ ହୋଇକି ରହିଥିଲେ ଲୋକମାନେ, ହାହାକାର ହେଉଥିଲେ, ଦରକାର ପଡ଼ୁଥିଲା ପାଣି। ତେଣୁ ସମସ୍ତେ ମରିବା ଅବସ୍ଥାରେ ରହିଥାନ୍ତି। ସେହି ମରିବା ଅବସ୍ଥାରେ କ'ଣ ହେଉଛି ନା ତୁ ଯେତେବେଳେ ଆସିଯିବୁ, ତୋର ପାଣି ଯେତେବେଳେ କ'ଣ ହେବ ନା ଏ ଧରାପୃଷ୍ଠରେ ପଡ଼ିଯିବ, ସେତେବେଳେ ଗଛ ଗୁଡ଼ିକ ସଜୀବ ହୋଇ ଉଠିବେ। ତରୁ ଲତା ଗିରି ପାହାଡ଼ ଜୀବଜନ୍ତୁ ସମସ୍ତେ ଆଜି ସଜୀବ ହୋଇ ଉଠିବେ। ଏବଂ ପୃଥିବୀ ମଧ୍ୟ ବା ଧରଣୀ ମଧ୍ୟ କ'ଣ ହେଇଯିବ ରେ? ଶ୍ୟାମଳ ଦେଖାଯିବ। ସବୁଜ ବର୍ଣ୍ଣ ଧାରଣ କରିବ, ସୁନ୍ଦର ଭାବରେ ଦେଖାଯିବ। ତରୁ ଗଛ ପାହାଡ଼ ଏସବୁ କ'ଣ ହେଇଯିବ ନା ସବୁଜ ଶ୍ୟାମଳ ଦେଖାଯିବ। ତେଣୁ ସେଇଟା ସେ କହୁଛି ତୋର ସ୍ପର୍ଶରେ ଆଜି ତୁ ଯେତେବେଳେ କ'ଣ କରିବୁ? ଏଇ ଧରଣୀ ମାଆକୁ ତୁ ଛୁଇଁ ଦେବୁ ବା ଆଜି ତୋର ବର୍ଷା କ'ଣ ଖେଳେଇ ଦେବୁ ବା ତୁ ଆଜି କ'ଣ କରିବୁ ନା ମେଘ ବରଷିଯିବୁ। ସେତେବେଳେ ଏଇ ପୃଥିବୀ, ଏଇ ଧରଣୀ ମା କ'ଣ ହେଇଯିବ ରେ? ଶସ୍ୟ ଶ୍ୟାମଳା ସବୁଜ ବର୍ଣ୍ଣ ଧାରଣ କରିଯିବ ଏବଂ ଜୀବଜନ୍ତୁ ମାନେ ମଧ୍ୟ କ'ଣ ହେଇଯିବ ରେ? ସଜୀବ ହୋଇ ଉଠିବେ ବୋଲି ଲେଖକ କହୁଛନ୍ତି। ତେଣୁ ପିଲାମାନେ ଏତିକି ରହୁଛି। ଭାବୁଛି ଭିଡ଼ିଓଟି ଲମ୍ବା ହେଇଗଲାଣି। ତେଣୁ ନେକ୍ସଟ କ୍ଲାସ୍ରେ ମୁଁ କ'ଣ କରିବି ବା ନେକ୍ସଟ ସମୟରେ ଭିଡ଼ିଓଟିକୁ ବା ଏ ବିଷୟଟିକୁ ସମ୍ପୂର୍ଣ୍ଣ ଭାବରେ ମୁଁ ଆଲୋଚନା କରିଦେବି। ଜୟ ଜଗନ୍ନାଥ। ରହୁଛି। ଭେରି ଗୁଡ଼ ମର୍ଣ୍ଣିଂ। ଏବଂ ସମସ୍ତଙ୍କୁ ଅନୁରୋଧ ଭଲରେ ଥାଅ ଏବଂ ଜୟ ଜଗନ୍ନାଥ।